ପୁଚକା ପୁଚକା କରିକି କଣ କରିବା ଆପଣ ଜାଣିଛନ୍ତି ମୁଁ ତ ଟିକେ ସଂସ୍କାରୀ ପିଲା ନା। ହଁ ଆମେ ସଂସ୍କାରୀ ଖାଲି କଣ ସଂସ୍କାରୀ। ନମସ୍କାର। ଏତେବେଳକୁ ମୋ ଡାକରା ତ ଶୁଭିଲା। ଆପଣ ନିଜେ କହିଛନ୍ତି କାମ କଲାବେଳେ କାନରେ ପିଣ୍ଡା ଦେଇ କାମ କରିବୁ କେହି ଡାକିଲେ ଶୁଣିବୁନି। ଆପଣ କାମ କଣ ମୋ ଚାକିରି ଘର ନାହିଁ ସାର୍ ମୁଁ ଶୁଣିବି। ମୁଁ ଶୁଭୁଥିଲା ଜାଣି ଶୁଣୁଥିଲି। ଜାଣିପାରିଲା ନାଇଁ ତୁ ଜାଣି ପିଲା ହଁ ଡବଲ ଆଜ୍ଞା ସ୍କୋୟାର ଉପରେ ସ୍କୋୟାର ମାରିଦେଲୁ ଟ୍ରିପଲ ସ୍କୋୟାର। ନମସ୍କାର। କାମ ସରିଲା ନାଇଁ କୋଉ କାମ କରୁଛୁ ତୁ? ଆପଣ ଜୀବନରେ ମତେ କେବେ ସରିବା କାମ ଦେଲେଣି? 5:45 ଆସି ପହଞ୍ଚିଲି ଥାନାରେ। କୋଉ ଥାନାରେ କୋଉ କନେଷ୍ଟବଳ 5:45 ପହଞ୍ଚି ଆଜ୍ଞା। ଚାକିରି କରିଛି ପରିବାର ଚଳଉଛି ଭୟ ଅଛି ଆପଣ ମତେ ସମ୍ମାନ ଭଲ ପାଇବା ଅଛି ସେଇ ଘରେ 5:45 ଆସି ପହଞ୍ଚିଲି। କହିଲେ କଣ ଏତେ ଡେରି କଣ ଥାନା ବସିବା ପାଇଁ ଯା ଏସପି ସାର୍ ଚିଠି ଦେଇକି ଆସିବୁ। ଚିଠି ଦେବା ଗୋଟେ କନେଷ୍ଟବଳ ହେଡ୍ କନେଷ୍ଟବଳ ଯିବ ସାର ଘରକୁ କେମିତି ଯିବ? ଥାନା ଗାଡ଼ିରେ ଯିବ। ଓଡ଼ିଶାରେ କୋଉ ଥାନା ଗାଡ଼ି ନାହିଁ କହିଲେ? ଆମ ଥାନାର ଥାନା ଗାଡ଼ି ନାହିଁ କାହିଁକି କହିଲେ? ଯାହା ଟଙ୍କା ହେଲେ ଆପଣ ତ ଖାଇଦେଲେ ଗାଡ଼ିଟା ହବ ଗାଡ଼ି କଣ ଚଢ଼ି ବି ହବନି। ଆମ ଲାଗିଲେ ତ ମତେ ଭାରି ଟେନସନ୍ କଣ ନାହିଁ କଣ କରିଦେବେ ରାଗନ୍ତୁନି ସାର୍ ମୁଁ କହୁଛି ଶୁଣୁନାହାନ୍ତି। ତାର ଗାଡ଼ି ନାହିଁ ମୋର ଯୋଉ ଭଙ୍ଗା ସାଇକେଲ ପେଲି ଗଲି ପେଲି ଆଇଲି କଣ ସାର୍ ହବ ଫୋନ୍ ଡେରି ହେଇଗଲା କଣ ଚିଠିଟା ଦେବା ପାଇଁ ତ ଡେରି ହଉଛି ଯା ଗଞ୍ଜି ଚଢ଼ି ତକିଆ କମଳ ବେଡସିଟ୍ ସଫା କରିବୁ। ମୁଁ ସାର୍ କନେଷ୍ଟବଳ ହଲାଣ୍ଡ ହରିପାଲ ତଥାପି ଭୟ କରିକି ଯାଇ ସଫା କରିବି ସବୁବେଳେ ଘରେ ଆଜି କରି କିଛି ନୂଆ କଥା ନୁହଁ। ସେଇ କଥା କରୁଥିଲି ସାର୍ ସେଇ କାମ କରୁଥିଲି କଣ କହିଲେ କୁହନ୍ତୁ ମୋ ପାଖରେ ଟାଇମ୍ ନାହିଁ। ପ୍ରବଚନ ଦଉଛୁ ମତେ ଚାକିରି ଛାଡ଼ି ଯା ପ୍ରବଚନ ହଉ ସାର୍ ମୁଁ ଯାଇଥିଲି ତାପରେ ଆସି ଦେଖିଲି ମନିଷ୍ଟରକୁ ସଫା କରୁଥିଲି ଜନ୍ମ ମାମୁଁ ଭଳିଆ ବସିଛି ସିଧା ହସ ଦେଖ କଇଁ ଭଳିଆ ହସ। ଆମ ସରିଲାଣି ଆଉ କଣ ବାକି ଅଛି? ନାଇଁ ସାର୍ ଖଣ୍ଡେ ବାକି ଅଛି। କଣ ବାକି ଅଛି କହିବି ଆପଣ କଣ ବାକି ଅଛି? ଚଢି ସାର୍ ସଫା ସରିନି ସେଟା ସାର୍ ଚଢି ନା ଭଡ଼ି ସେଟା ସାର୍ ମଶାରୀ ହେଇଗଲା ତଥାପି ତ ଆପଣ ପିଟୁଛନ୍ତି ଆପଣ ଏକା ପିଟୁଛନ୍ତି ଆପଣ ପରିବାର ଲୋକ ସମସ୍ତେ ପିଟୁଛନ୍ତି ସତ କଥା ମାନି ଯାଆନ୍ତୁ ଏଇଠି ମୁଁ କାହାକୁ କହିବି ମୁଁ ବୁଝୁଛି ଆପଣ ଦାଣ୍ଡିକା ଚଢି ଆପଣ ଜାପାନରୁ ମଗେଇଥିଲେ ତଥାପି ସାର୍ ମତେ କିଛି ଦିନ ଦିଅନ୍ତୁ ମୁଁ ପିନ୍ଧେ 3 ପ୍ୟାକେଟ୍ ସର୍ଫ ସରିଲାଣି ମୋ ଦରମାରୁ ଏପର୍ଯ୍ୟନ୍ତ ସଫା ସରୁନାହିଁ ମୁଁ ଭାବୁଛି ଆତ୍ମହତ୍ୟା କରିଦେବି ସାର୍। ତାକୁ ଚୋପେଇକି ତୁ ଖାଇଲୁନି ଏଇ କଥା କେହି କହିବେନି ସଫା ନ ହଉ ତାକୁ ଚୋପେଇକି ଖାଇଲୁ କରିଛି ସାର୍ କରିବି ଆଉ ଟାଇମ୍ ଦିଅନ୍ତୁ ଗରମ ପାଣିରେ ପକେଇଛି ଆରାମ ଚାଥା ମୁଁ ଜାଣିଛି ଭଲ ମୁଝे ଭଗବାନ ଶୁଣୁଛୁ ଭୁଲି ଯାଉଛୁ ମୁଁ ତ ଆରେ ରଖରେ ନମସ୍କାର ନମସ୍କାର ଚାକିରି ଖାଇଦେଲି ତ ଜାଣିଛୁ ଆପଣଙ୍କ ଭାତ ଖାଉନାହାନ୍ତି ଚାକିରି ନା ଆରାମ ଚାଥା ଅଭିୟ କଥାବାର୍ତ୍ତା କରୁଛୁ କମ୍ କହିବି ନମସ୍କାର ଏ ଚଢିବନି ପରେ ସଭା କରିବୁ ନମସ୍କାର ମୁଁ ଯାହା କହୁଛି ସେୟା କର ନେଇଯା ରଖିବାକୁ ନେଇଯା ଆଜ ଭିତରେ ଲକଅପ୍ କରିଦେଉଛି। ସାର୍ ଆମ ସାର୍ କହିଲେ ଆପଣ ପ୍ଲିଜ୍ ସାର୍ ମୋ କଥା ଟିକେ ଶୁଣନ୍ତୁ ସାର୍ ସାର୍ ପ୍ଲିଜ୍ ସାର୍ ମୋ କଥା ଟିକେ ଶୁଣନ୍ତୁ ସାର୍ ପ୍ଲିଜ୍ ନାହିଁ ଓଡ଼ିଆରେ ଇଂଲିଶ କହିଲେ ମୁଁ କହିବି ତ କାଲି ଧୂଆଁ ଆପଣ ଚାଲନ୍ତୁ ସାର୍ କହିଲେ ଆପଣ ଚାଲନ୍ତୁ ଏଇ ଯେମିତି ନେଇକି ଯାଉ ଯେମିତି ଡାକୁଛୁ ମତେ ଯେମିତି ଲାଗୁଛି ମନ୍ତ୍ରୀଙ୍କ ପୁଅ ଥାନା ଉଦ୍ଘାଟନ କରିବା ପାଇଁ ଆସୁଛନ୍ତି। ପୋଲିସ ବା ବନ୍ଧୁ ହାତରେ ହ୍ୟାଣ୍ଡକପ୍ ପକେଇକି ଘୋଷାଇ ନେଇଯା ତାହେଲେ ସିନା ଲୋକମାନେ ଜାଣିବେ ଏସପିଙ୍କ ପୁଅ ମଣିଷ ଭାଇ ବୋଲି। ଛାଡ଼ି ଦିଅନ୍ତୁ ସାର୍ ରକି ବାବୁଙ୍କୁ ଆପଣ ନିର୍ଦ୍ଦୋଷରେ ଛାଡ଼ି ଦିଅନ୍ତୁ। କାହିଁକି ଛାଡ଼ିଦେବି? କଣ ଉପର ଅଫିସର ଡିଜି ନା ମୋ ମାଇକିନାର ସାନ ଭଉଣୀ ମୋ ଶାଢ଼ୀ ରକ୍ତ ସାର୍ ସେ ରିପୋର୍ଟ